ଯାହା ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି, ଏ ଯୋଉ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା, ଯୋଉଥିରେ କି ସ୍ୱାମୀ ଏବଂ ସ୍ତ୍ରୀ ଉଭୟ ବିଷ ପିଇ ଦେଇଥିଲେ ଏବଂ ତାଙ୍କର ଯୋଉ ଛୋଟ ଛୁଆ ତାକୁ ମଧ୍ୟ ବିଷ ଦେଇଥିବାର ଅନୁମାନ କରାଯାଉଛି। ଏ ସଂକ୍ରାନ୍ତରେ ଆମର ଗୋଟେ ଅପମୃତ୍ୟୁ କେସ୍ ହେଇଛି କୁଣ୍ଡେଇଗୁଳା ଥାନାରେ ଏବଂ ଏଥିରେ ଶବର ଇନକ୍ୱେଷ୍ଟ କରାଯାଇକି ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିନାହିଁ, କିନ୍ତୁ ଯାହା ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ଯେ ବିଷ ଖାଇଥିବାରୁ ମୃତ୍ୟୁ ହେଇଥିବାର ଅନୁମାନ କରାଯାଉଛି। ଏବଂ ଏ ଘଟଣାର କିଛି ବର୍ଷ ପୂର୍ବରୁ, ମାନେ ଏ ଯୋଉ ମହିଳା ଯିଏ ମୃତ୍ୟୁବରଣ କରିଛନ୍ତି, ପ୍ରାୟ 7 ବର୍ଷ ପୂର୍ବରୁ ଗୋଟେ କେସ୍ ହେଇଥିଲା। ସେ କେସ୍ରେ ସେ ଯୋଉ ଅଭିଯୋଗ କରିଥିଲେ ତାଙ୍କ ସହିତ ଜଣେ ତାଙ୍କର ଫଟୋ ଭାଇରାଲ କରିଥିଲେ। ସେ ଅଭିଯୁକ୍ତଙ୍କୁ ପୁଲିସ କେସ୍ କରିକି ଗିରଫ କରି କୋର୍ଟ ଚାଲାଣ କରିଥିଲେ ଏବଂ ସେ ବିବାହ ପରେ ସେଇ ଘଟଣାକୁ ନେଇକି ଯାହା ଅନୁମାନ କରାଯାଉଛି ସ୍ୱାମୀ ସ୍ତ୍ରୀଙ୍କ ଭିତରେ ମନାନ୍ତର ଏବଂ ଗଣ୍ଡଗୋଳ ହେଇଥିଲା, ଯୋଉଥିପାଇଁ ସେମାନେ ଉଭୟ ବିଷ ପିଇ ଦେଇଛନ୍ତି ବୋଲି ବର୍ତ୍ତମାନ ପ୍ରାଥମିକ ସ୍ତରରୁ ଜଣାପଡ଼ୁଛି ଏବଂ ତଦନ୍ତ ଜାରି ରହିଛି। ପୋଷ୍ଟମର୍ଟମ ଆସିଗଲା ପରେ ହତ୍ୟା ଯୋଉ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ଏବଂ ଆଉ ଫର୍ଦର ଇନକ୍ୱାରି ଯାହା ଆମେ ଜଣାଗଲା ପରେ ଆମେ ଅଭିଯୋଗ ଫର୍ଦ୍ଦ ବା ଯାହା ଫାଇନାଲ ଫର୍ମ ଆମେ ଦାଖଲ କରିବୁ।